ବରକନ୍ଦ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଉଦ୍ୟମ, ସିସିଟିଭିରେ ଚୋରର ଫଟୋ କଏଦ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ବରକନ୍ଦ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଉଦ୍ୟମ ହୋଇଛି। ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଗୋଟିଏ ହାତରେ ଏକ ବ୍ୟାଗ୍ ଧରିଥିବା ବେଳେ ଅନ୍ୟ ହାତରେ ଏକ ଲୁହା ରଡ୍ ଧରି ପଞ୍ଚାୟତର ପ୍ରଥମ ଗେଟ୍ର ତାଲା ଭାଙ୍ଗି ଥିବା ବେଳେ ପରେ ଅନ୍ୟ ଗେଟ୍ର ତାଲା ଭାଙ୍ଗିବାରେ ବିଫଳ ହୋଇଥିବା ଜଣାପଡ଼ିଛି। ତେବେ ଆଜି ସକାଳେ ପଞ୍ଚାୟତ କାର୍ଯ୍ୟାଳୟକୁ ପିଓ ପ୍ରସନ୍ନ ମହାନ୍ତ ଓ ସରପଞ୍ଚ ରଘୁନାଥ ମୁର୍ମୁ ପହଞ୍ଚି ତାଲା ଭଙ୍ଗାଯାଇଥିବା ଦେଖି ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରୁ ଜାଣିବାକୁ ପାଇଥିଲେ ବିଳମ୍ବିତ ରାତିରେ ଚୋରିର ଉଦ୍ୟମ ହୋଇଛି। ସିସିଟିଭି କ୍ୟାମେରାରେ ଚୋରର ଫଟୋ କଏଦ ହୋଇଛି, ଯାହାକୁ ନେଇ ସରପଞ୍ଚ ଆଜି ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି। ତେବେ ଉକ୍ତ ଚୋରକୁ ପୋଲିସ ଧରିବାରେ ସଫଳ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।